କେବେ ଏମିତି କୌଣସି କାହାଣୀ ବିଷୟରେ ଶୁଣିବାକୁ ମିଳିଛି ଯେଉଁଠି ଜଣେ ବ୍ୟକ୍ତିଙ୍କୁ ସମସ୍ତେ ମୂର୍ଖ ବୋଲି କହୁଥିଲେ ଆଉ ସେହି ବ୍ୟକ୍ତି ପରେ ଯାଇ ବ୍ୟାକରଣର ଜନକ ପାଲଟିଗଲେ? ହଁ, ଆମେ କଥା ହେଉଛୁ ପାଣିନିଙ୍କ ବିଷୟରେ। ତାଙ୍କର ଯେଉଁ ଅବିଶ୍ୱସନୀୟ ଯାତ୍ରା ରହିଛି ନିରାଶାରୁ ଜ୍ଞାନର ଶିଖର ପର୍ଯ୍ୟନ୍ତ, ଚାଲନ୍ତୁ ସେହି କାହାଣୀ ଭିତରକୁ ଯିବା। ତେବେ ଏ କାହାଣୀର ଆରମ୍ଭ ବହୁତ କଷ୍ଟଦାୟକ। ଭାବନ୍ତୁ ତ, ଗୋଟେ ପିଲାର ଦୁନିଆଟା କେମିତି ହେଇଥିବ ଯେଉଁଠି ଚାରିଆଡ଼ୁ ଖାଲି ଅପମାନ ଆଉ ନିରାଶା ମିଳୁଥିଲା। ଏହି ପରିବେଶରେ ହିଁ ବଢ଼ୁଥିଲେ ପାଣିନି। ଆଉ ଏହି ଶବ୍ଦଗୁଡ଼ିକ କୌଣସି ଶତ୍ରୁ କହିନଥିଲେ, ନିଜ ମାଙ୍କ ମୁହଁରୁ ବାହାରିଥିଲା। ଏମିତି ଗୋଟେ କଥା ଯାହା ଦେହରେ ବାଜେନି, ସିଧା ଯାଇ ଆତ୍ମାକୁ ଛୁଏଁ ଆଉ ତାକୁ ଚୁରମାର କରିଦିଏ। କାହିଁକି ଜଣେ ମା ଏମିତି କହିବେ? କାରଣ ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ବର୍ଷ ବର୍ଷ ଧରି ସେ ଦେଖୁଥିଲେ, ଆଉ ଶେଷରେ ତାଙ୍କ ଭିତରେ ଥିବା ସବୁ ନିରାଶା, ସବୁ କଷ୍ଟ ସେଇ କେଇପଦ କଥାରେ ବାହାରି ଆସିଲା। ଆଉ ସେଇ କଥା ପାଣିନିଙ୍କ ପାଇଁ ଏକ ଅଗ୍ନି ପରିଥିଲା। ଆଚ୍ଛା, କେବଳ ମା ନୁହେଁ, ତାଙ୍କ ପୂରା ଜୀବନଟା ହିଁ ଅପମାନରେ କଟୁଥିଲା। ଗାଁରେ ସମସ୍ତେ ତାଙ୍କୁ ମହାମୂର୍ଖ ବୋଲି ଡାକୁଥିଲେ। ସ୍କୁଲରେ କ'ଣ ହେଉଥିଲା ଜାଣନ୍ତି? ପ୍ରତିବର୍ଷ ଫେଲ୍। ଭାବନ୍ତୁ ତ, 16 ବର୍ଷ ବୟସରେ ବି ସେ ପ୍ରଥମ ଶ୍ରେଣୀରେ ହିଁ ପଢ଼ି ରହିଥିଲେ। ଆଉ ଘରେ ବାପାଙ୍କଠାରୁ ପ୍ରତିଦିନ ଗାଳି ଶୁଣିବାକୁ ମିଳୁଥିଲା। କଳ୍ପନା କରନ୍ତୁ ସେ ପରିସ୍ଥିତିକୁ। ତେବେ ସେଦିନ ସବୁକିଛି ସହିବାର ସୀମା ପାର ହୋଇଗଲା। ତାଙ୍କ ମନ ଭିତରେ ଯାହା ବି ଟିକେ ଆଶା ଥିଲା, ସବୁ ମରିଗଲା। ସେ ଭାବିଲେ ଏମିତି ବଞ୍ଚିବାର କିଛି ମାନେ ନାହିଁ। ଆଉ ସେଇଠୁ ସେ ଗୋଟେ ଭୟଙ୍କର ନିଷ୍ପତ୍ତି ନେଲେ, ଜୀବନକୁ ଶେଷ କରିଦେବା ପାଇଁ। ଚୁପଚାପ ଗାଁ ମୁଣ୍ଡ କୂଅ ଆଡ଼କୁ ଚାଲିଲେ। କିନ୍ତୁ କୁହନ୍ତି ନା, ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ କେଉଁଠୁ ଗୋଟେ ନୂଆ ରାସ୍ତା ଖୋଲିଯାଉଛି। ସେଇ ନିରାଶାର ଶେଷ ମୁହୂର୍ତ୍ତରେ ତାଙ୍କ ଆଖି ସାମ୍ନାରେ ଏମିତି କିଛି ପଡ଼ିଲା ଯାହା ତାଙ୍କ ପୂରା ଜୀବନକୁ ବଦଳେଇ ଦେଲା। ମନ ଭିତରେ ତ ଝଡ଼ ଚାଲିଥିଲା ଆଉ ଆଖିରେ ଲୁହ। କିନ୍ତୁ ସେ ଯେତେବେଳେ କୂଅ ପାଖରେ ପହଞ୍ଚିଲେ, ହଠାତ୍ ତାଙ୍କ ନଜର ସେହି କୂଅର ପଥର କାନ୍ଥ ଉପରେ ପଡ଼ିଗଲା। ସେ କ'ଣ ଦେଖିଲେ ଜାଣନ୍ତି? ସେଇ ଶକ୍ତ ପଥର ଉପରେ ଗଭୀର ଦାଗ। ଆଉ ଏ ଦାଗ କିଏ କରିଥିଲା? ସେହି ନରମ ଦଉଡ଼ି ଯାହାକୁ ବ୍ୟବହାର କରି ଲୋକେ ପାଣି କାଢ଼ୁଥିଲେ। ଗୋଟେ ନରମ ଦଉଡ଼ି ବାରମ୍ବାର ଘଷି ହେଇ ଗୋଟେ କଠିନ ପଥରକୁ କାଟି ଦେଇଥିଲା। ଏହିଟା ଗୋଟେ ସାଧାରଣ ଦୃଶ୍ୟ ନଥିଲା। ଏହା ଭିତରେ ଗୋଟେ ବହୁତ ବଡ଼ ସତ୍ୟ ଲୁଚି ରହିଥିଲା। ଆଉ ସେଇ ମୁହୂର୍ତ୍ତରେ ତାଙ୍କ ମୁଣ୍ଡରେ ଗୋଟେ ପ୍ରଶ୍ନ ବିଜୁଳି ପରି ଖେଳିଗଲା। ସେ ଭାବିଲେ, ଯଦି ବାରମ୍ବାର ଅଭ୍ୟାସ କରି ଗୋଟେ ନରମ ଦଉଡ଼ି ପଥରକୁ ବଦଳେଇ ପାରୁଛି, ତେବେ ସେଇ ଅଭ୍ୟାସ ମୋର ଏଇ ଜଡ଼ବୁଦ୍ଧିକୁ କାହିଁକି ବଦଳି ପାରିବନି? ବାସ୍, ସେହି ଗୋଟିଏ ପ୍ରଶ୍ନ ଆଉ ମୃତ୍ୟୁର ଚିନ୍ତା, ସେଇଟି ହିଁ ଶେଷ। ଗୋଟେ ନୂଆ ଜୀବନର ଆରମ୍ଭ ହେଲା। ଏଇଠୁ ଆରମ୍ଭ ହେଲା ପାଣିନିଙ୍କର ଅସଲ ପରୀକ୍ଷା। ଏକ ଏମିତି ଯାତ୍ରା ଯୋଉଠି ନିଜକୁ ନିଜେ ଗଢ଼ିବାକୁ ପଡ଼େ, ଅନୁଶାସନର ନିଆଁରେ ନିଜକୁ ଜାଳିବାକୁ ପଡ଼େ। ତେବେ ସେ ଆଉ ପଛକୁ ଚାହିଁଲେନି, ସିଧା ଆଗକୁ ବଢ଼ିଲେ। ପ୍ରଥମେ ଜଣେ ଗୁରୁଙ୍କୁ ଖୋଜିଲେ ଯିଏ ତାଙ୍କୁ ରାସ୍ତା ଦେଖାଇବେ। ତାପରେ ସେହି ଗୁରୁଙ୍କଠାରୁ ଶିବ ମନ୍ତ୍ର ନେଲେ। ଆଉ ଶେଷରେ ଆରମ୍ଭ କଲେ କଠୋର ତପସ୍ୟା। ନିଜକୁ ବଦଳାଇବାର ପ୍ରକ୍ରିୟା ଆରମ୍ଭ ହେଲା। ଏଇଟା ଗୋଟେ ଦିନର କାମ ନଥିଲା, ବର୍ଷ ବର୍ଷ ଲାଗିଗଲା। ସେ ଯେଉଁ ମନ୍ତ୍ର ଜପ କରୁଥିଲେ, ତାହା ଧୀରେ ଧୀରେ ତାଙ୍କ ଭିତର ସବୁ ଦୁର୍ବଳତାକୁ ଜାଳିଦେଲା। ତାଙ୍କର ବୁଦ୍ଧି ଧୀରେ ଧୀରେ ତୀକ୍ଷ୍ଣ ହେବାକୁ ଲାଗିଲା, ଆଉ ତାଙ୍କର ଚେତନା ପୁରା ସ୍ୱଚ୍ଛ ହୋଇଗଲା। ଭିତରୁ ଏକ ନୂଆ ପାଣିନି ଜନ୍ମ ନେଉଥିଲେ। ଆଉ ତାପରେ ଆସିଲା ସେହି ମୁହୂର୍ତ୍ତ ଯେଉଁଥିପାଇଁ ସେ ଏତେ ବର୍ଷ ଅପେକ୍ଷା କରିଥିଲେ। ତାଙ୍କ ସାଧନାର ଫଳ ମିଳିବାର ସମୟ, ଯେତେବେଳେ ତାଙ୍କର ସାକ୍ଷାତ ସ୍ୱୟଂ ବ୍ରହ୍ମାଣ୍ଡର ଧ୍ୱନି ସହିତ ହେଲା। ସେ ଗଭୀର ଧ୍ୟାନରେ ବସିଥିଲେ, ଆଉ ହଠାତ୍ ତାଙ୍କ ସାମ୍ନାରେ ପ୍ରକଟ ହେଲେ ସ୍ୱୟଂ ନନ୍ଦୀ, ଭଗବାନ ଶିବଙ୍କର ବାହନ। ଆଉ ସେ ପାଣିନିଙ୍କ ପାଇଁ ଗୋଟେ ଖାସ୍ ସନ୍ଦେଶ ଆଣିଥିଲେ। ନନ୍ଦୀ କ'ଣ କହିଲେ ଜାଣନ୍ତି? ସେ କହିଲେ, ଭଗବାନ ଶିବ ଏବେ ସମାଧିରେ ଅଛନ୍ତି, ତୁମେ ତୁମ ସାଧନା ଜାରି ରଖ। ଯେତେବେଳେ ସେ ସମାଧିରୁ ଉଠିବେ, ସେ ତାଙ୍କ ଡମ୍ବୁରୁ ବଜାଇବେ। ବାସ୍, ଏତିକି ହିଁ ଥିଲା ସନ୍ଦେଶ। ପାଣିନି ଅପେକ୍ଷା କଲେ ଧୈର୍ଯ୍ୟର ସହିତ। ଆଉ ତାପରେ ସେଇ ମୁହୂର୍ତ୍ତ ଆସିଲା। ସମୟ ଯେମିତି ସେଇଠି ଅଟକିଗଲା। ପୂରା ବ୍ରହ୍ମାଣ୍ଡ ଶାନ୍ତ ହୋଇଗଲା। ଆଉ ସେତେବେଳେ ଭଗବାନ ଶିବ ନଟରାଜ ରୂପରେ ତାଙ୍କର ବ୍ରହ୍ମାଣ୍ଡୀୟ ତାଣ୍ଡବ ନୃତ୍ୟ ଆରମ୍ଭ କଲେ। ଆଉ ସେହି ନୃତ୍ୟ ସମୟରେ ତାଙ୍କ ଡମ୍ବୁରୁରୁ ଯେଉଁ ଧ୍ୱନି ବାହାରିଲା, ତାହା ଏକ ନିର୍ଦ୍ଦିଷ୍ଟ ଥର ପାଇଁ ବାଜିଥିଲା। ନୃତ୍ୟାବସାନେ ନଟରାଜ ରାଜ ନନାଦ ଢକ୍କମ୍ ନବପଞ୍ଚବାରମ୍ ଉଦ୍ଧର୍ତୁ କାମଃ ଶନକାଦିସିଦ୍ଧାନ ଏତାଦ୍ବିମର୍ଷେ ଶିବସୂତ୍ରଜାଲମ୍ ଏତାଦ୍ବିମର୍ଷେ
शिवसूत्रजालम् शिवसूत्रजालम् କେତେ ଥର? 14 ଥର। ହଁ, ମାତ୍ର 14 ଥର। ଆଉ ସେଇ 14ଟି ଧ୍ୱନି ଭିତରେ ହିଁ ବ୍ରହ୍ମାଣ୍ଡର ସବୁ ରହସ୍ୟ ଲୁଚି ରହିଥିଲା। ବଡ଼ ବଡ଼ ଋଷିମାନଙ୍କୁ ସେଥିରୁ ଆତ୍ମଜ୍ଞାନ ମିଳିଲା। କିନ୍ତୁ ପାଣିନି, ତାଙ୍କ ପାଇଁ ସେଇ ଧ୍ୱନିର ଅର୍ଥ କିଛି ଅଲଗା ଥିଲା। ତାଙ୍କୁ ସେଇ ଧ୍ୱନିରୁ ଏମିତି କିଛି ମିଳିଲା ଯାହା ପୁରା ଦୁନିଆକୁ ବଦଳାଇ ଦେଲା। ସେଇଠୁ ଜନ୍ମ ନେଲା ବ୍ୟାକରଣ। ପାଣିନି ସେଇ 14ଟି ଧ୍ୱନିକୁ ଧରିନେଲେ, ଆଉ ସେଇଗୁଡ଼ିକ ହିଁ ହେଲା ମାହେଶ୍ୱର ସୂତ୍ର। ଭାବି ନିଅନ୍ତୁ, ଏହା ସଂସ୍କୃତ ଭାଷାର ମୂଳଧୁଆ, ତାର ପୁରା ଧ୍ୱନି ବ୍ୟବସ୍ଥାର ଆଧାର। ଆଉ ସେଇ 14ଟି ସୂତ୍ରକୁ ଆଧାର କରି ପାଣିନି ଯାହା ତିଆରି କଲେ ତାହା ଥିଲା ଏକ ଚମତ୍କାର, ଦୁନିଆର ସବୁଠୁ ବୈଜ୍ଞାନିକ ବ୍ୟାକରଣ, ଅଷ୍ଟାଧ୍ୟାୟୀ। ଏହା ଏତେ ନିଖୁଜ ଯେ ଆଜିର କମ୍ପ୍ୟୁଟର ବୈଜ୍ଞାନିକମାନେ ବି ଏଥିରୁ ପ୍ରେରଣା ନିଅନ୍ତି। ଭାବିପାରୁଛନ୍ତି? ତେମେ ଦେଖନ୍ତୁ ଏହି ଯାତ୍ରା। ଯେଉଁ ପିଲାକୁ ଦିନେ ମହାମୂର୍ଖ ବୋଲି କୁହାଯାଉଥିଲା, ସେହି ପିଲା ନିଜ ସାଧନା ବଳରେ ବ୍ୟାକରଣର ମହର୍ଷି ପାଲଟିଗଲା। ଏହାଠୁ ବଡ଼ ରୂପାନ୍ତରଣ ଆଉ କ'ଣ ହୋଇପାରେ? ଶେଷରେ ଏ କାହାଣୀ ଆମ ସମସ୍ତଙ୍କୁ ଗୋଟେ କଥା ଚିନ୍ତା କରିବାକୁ ବାଧ୍ୟ କରେ। ପ୍ରତ୍ୟେକଙ୍କ ଜୀବନରେ ଏମିତି ଗୋଟେ ପଥର ଥାଏ ଯାହାକୁ ବଦଳାଇବା ଅସମ୍ଭବ ଲାଗେ, ଆଉ ପ୍ରତ୍ୟେକଙ୍କ ପାଖରେ ଗୋଟେ ଦଉଡ଼ି ବି ଥାଏ। ତେବେ ପ୍ରଶ୍ନ ହେଉଛି, ଆମ ଜୀବନର ସେହି ପଥର କ'ଣ ଆଉ ଆମର ସେହି ଦଉଡ଼ି କ'ଣ? ନୃତ୍ୟାବସାନେ ନଟରାଜ ରାଜୋ ନନାଦ ଢକ୍କମ୍ ନବପଞ୍ଚବାରମ୍ ଉଦ୍ଧର୍ତୁ କାମଃ ଶନକାଦିସିଦ୍ଧାନ୍ एताद्विमर्शे शिवसूत्रजालम् एताद्विमर्शे शिवसूत्रजालम् शिवसूत्रजालम् येनाक्षरसमाम्नाय मधिगम्य महेश्वरात् कृतस्नं व्याकरणं प्रोक्तम् तस्मै पाणिनये नमः येन धौता गिरः पुंसां विमलैः शब्दवारिभिः तमश्चाज्ञानजं भिन्नं तस्मै पाणिनये नमः वाक्यकारं वररुचिं भाष्यकारं पतञ्जलिं पाणिनिं सूत्रकारं च प्रणतो अस्मि मुनित्रयम् नृत्यावसाने नटराजराजो ननाद ढक्कं नव पञ्चवारम् उद्धर्तु कामः शनकादिसिद्धान् एताद्विमर्शे शिवसूत्रजालम् ସବୁଠୁ ଅଧିକ ନାଚିବା ବାଲା କିଏ? ନଟରାଜ ସ୍ୱୟଂ ଶିବ। ନା କୃଷ୍ଣ ନାଚିପାରିବେ, ନା ଦୁର୍ଗା ନାଚିପାରିବେ, ନା କାଳୀ ନାଚିପାରିବେ, ନା ଆଉ କିଏ ନାଚିପାରିବେ, ନା ଗଣେଶ ନାଚିପାରିବେ। ଗଣେଶ ବି ଭଲ ନାଚନ୍ତି। ନା କାର୍ତ୍ତିକ ନାଚିପାରିବେ, ନା ବ୍ରହ୍ମା ନାଚିପାରିବେ, ନା ଆଉ କିଏ 33 କୋଟି ଦେବାଦେବୀ କେହି ନାଚିପାରିବେ। ସବୁଠାରୁ ଶ୍ରେଷ୍ଠ ନୃତ୍ୟ ଗୁରୁ ହେଲେ ନଟରାଜ ସ୍ୱୟଂ ଶିବ। ନୃତ୍ୟାବସାନେ ତାଣ୍ଡବ ନୃତ୍ୟ କରିବାର ପରିଶେଷରେ ଏଇଭଳି ଭାବରେ ସେ ଅତି ପୁଲକିତ ହେଇ, ଅତି ଗଦଗଦ ହେଇ ଯେତେବେଳେ ସେ ନାଚିଲେ, ନାଚିଲା ଭିତରେ ନଟରାଜ ରାଜୁ, ନଟରାଜା ମାନଙ୍କର, ନୃତ୍ୟ ରାଜା ମାନଙ୍କର ରାଜା ସେ। ଯେତେ ନାଚ ଗୁରୁ ଅଛନ୍ତି, ନୃତ୍ୟ ଗୁରୁ, ତାଙ୍କ ସେ ଗୁରୁ ମାନଙ୍କର ରାଜା ସେ ସ୍ୱୟଂ ଶିବ। ସେ ଦୁଇ ଗୋଡ଼ରେ ନାଚନ୍ତି, ଦୁଇ ହାତରେ ବିଭିନ୍ନ ଭଙ୍ଗୀରେ ନାଚନ୍ତି। ଆଖି, କାନ, ନାକ, ନୃତ୍ୟରେ ସମସ୍ତ ଅଙ୍ଗ ଗୁଡ଼ିକର ବିଭିନ୍ନ ପ୍ରକାର ଭଙ୍ଗୀ ହୁଏ। କିନ୍ତୁ ଶିବଙ୍କର, ନଟରାଜ ଗୋଟିଏ ଗୋଡ଼ରେ ଠିଆ ହେଇକି ସେଇ ଗୋଡ଼ର ପାଦର ଅଙ୍ଗୁଳିରେ ଛିଡ଼ା ହେଇକି ଦଣ୍ଡାୟମାନ ହେଇ ଗୋଟିଏ ଗୋଡ଼ ଅନ୍ୟ ଗୋଡ଼ର ଜଙ୍ଘ ପର୍ଯ୍ୟନ୍ତ ଟେକି ପାଦକୁ ସିଧା ରଖି ବିଭିନ୍ନ ଭଙ୍ଗୀରେ, ହଜାର ହଜାର ଭଙ୍ଗୀରେ ସେ ହାତ ଗୋଡ଼କୁ ବିଭିନ୍ନ ପ୍ରକାର ନୃତ୍ୟ ଭଙ୍ଗୀ କରି ଚକ୍ଷୁର ବିଭିନ୍ନ ପ୍ରକାର ଭଙ୍ଗୀରେ ସେ ନୃତ୍ୟ କରନ୍ତି। ନଟରାଜ ଭୂମି ଉପରେ ଗୋଟିଏ ଗୋଡ଼ରେ ଦଣ୍ଡାୟମାନ ହେଇ, ଗୋଟିଏ ଗୋଡ଼ ଟେକି, ଦଣ୍ଡାୟମାନ ଥିବା ସେହି ଗୋଡ଼ର ପାଦର ବୃଦ୍ଧାଙ୍ଗୁଷ୍ଠୀରେ ଭୂମି ସ୍ପର୍ଶ କରି ସେ ନୃତ୍ୟ କରନ୍ତି।
ବିଭିନ୍ନ ଭଙ୍ଗୀରେ ହଜାର ହଜାର ଭଙ୍ଗିମାରେ ସେ ନୃତ୍ୟ କରନ୍ତି, ପୃଥିବୀକୁ ଦୋହଲେଇ ଦିଅନ୍ତି, ପୃଥିବୀକୁ ହଲେଇ ଦିଅନ୍ତି, ପୃଥିବୀଙ୍କୁ ଚଳାୟମାନ ଚଳଚଞ୍ଚଳ ଅସ୍ଥିର କରିଦିଅନ୍ତି, ଆକାଶକୁ କମ୍ପିତ କରିଦିଅନ୍ତି, ଆକାଶକୁ ବାୟୁକୁ ବାଦଲ ଖଣ୍ଡକୁ ହଲେଇ ଦିଅନ୍ତି, କମ୍ପନ ସୃଷ୍ଟି କରନ୍ତି ସେ ନଟରାଜ। ନନାଦ ଢକ୍କାଂ ନବ ପଞ୍ଚବାରମ। ତାଙ୍କର ଯୋଉ ଡମ୍ବରୁରୁ କଣ ହେଲା 9 ଥର ଆଉ 5 ଥର। ନନାଦ ଢକ୍କାଂ 9 5 କେତେ 14, ନବ ପାଞ୍ଚ ବାରମ 9 ଏବଂ 5, 9 5 14 ଥର 14ଟା ଶବ୍ଦ ସୃଷ୍ଟି ହେଲା, 14ଟା ଅକ୍ଷର ସୃଷ୍ଟି ହେଲା, 14ଟା ମାତ୍ରା ସୃଷ୍ଟି ହେଲା, 14ଟା ଶବ୍ଦ ସୃଷ୍ଟି ହେଲା। ଉଦ୍ଧର୍ତୁ କାମଃ ଶନକାଦି ସିଦ୍ଧାନ ଏତାଦ ବିମର୍ଷେ ଶିବ ସୂତ୍ର ଜାଲମ। ଏଇ ଯୋଉ ଚତୁର୍ଦଶ ଶବ୍ଦ, ଚତୁର୍ଦଶ ମାତ୍ରା ବା ଚତୁର୍ଦଶ ବାକ୍ୟ କି ଚତୁର୍ଦଶ ଧାରା ଯୋଉ ଶବ୍ଦ ସୃଷ୍ଟି ହେଲା, 14 ପ୍ରକାର ଶବ୍ଦ ସୃଷ୍ଟି ହେଲା ଡମ୍ବରୁ ବାଡେଇଲେ ଭଲ ସୃଷ୍ଟି ହେଲା। ତାକୁ କଣ କଲେ ଉଦ୍ଧାର କରାଯାଇକି ସନକ ଇତ୍ୟାଦି ସିଦ୍ଧାନ୍ତୀ ପୁରୁଷ ମାନେ, ସିଦ୍ଧାନ୍ତୀ ସନକ ଇତ୍ୟାଦି ଯୋଉ ଋଷି ମାନେ ସବୁ ଥିଲେ, ସନକ, ସନନ୍ଦନ, ସନାତନ, ସନତ କୁମାର ଇତ୍ୟାଦି ଋଷି ମାନେ ସେଇଠି ଥିଲେ। ସେମାନେ ସେ ଶବ୍ଦରୁ ପାଇଲେ କଣ ଅର୍ଥ, ତାପରେ ତାକୁ ବିମର୍ଶ କରି ବିଚାର କରିକି ତାକୁ ଗବେଷଣା କରିକି ଏସବୁ ଅକ୍ଷର ଶବ୍ଦ ଗୁଡିକୁ ତା ଭିତରୁ ଅକ୍ଷର ସବୁ ବାହାର କଲେ। ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ମାତ୍ରା ଆଉ ଅକ୍ଷର ମାନଙ୍କର ସବୁ ଉଚ୍ଚାରଣ, ସଂସ୍କାର, ମହତ୍ଵ ଏସବୁ ଗୁଡା ତାର ଭିତରୁ ବାହାର କଲେ। 14 ଥର ବାଜିଛି ନବ ପଞ୍ଚବାର। ତାପରେ ଏଇ ଯୋଉ ସନକ ଆଦି ସିଦ୍ଧ ମାନେ ତାକୁ ବିମର୍ଶ କରିକି ବିଚାର କରିକି ତିଆରି କଲେ ଶିବସୂତ୍ର ଜାଲ। ତା ନାଁ ଦେଲେ ଶିବସୂତ୍ର ଜାଲ। ଶିବସୂତ୍ର ଜାଲମ। ଜାଲ କେମିତି ଛନ୍ଦି ଛନ୍ଦି ହେଇକି ଅଛି, କାହା ସାଙ୍ଗରେ କାହାର ଯୋଉ ଇୟତା ଅଛି କି ଟାଣି ହବ, ଗୋଟେ କୋଉ ସୂତାକୁ ଟାଣିଲେ ଆଉ ସବୁ ବାହାରିବ, ଗୋଟେ ଇଏ କଲେ ଆଉ ଗୋଟେ ଛନ୍ଦି ହବ, ଗୋଟେ ମନେକର ମଝିରୁ କାଟିଦବ ଛନ୍ଦି ହବ। ତେଣୁ କେମିତି ପରସ୍ପର ସହିତ କେମିତି ସଂଲଗ୍ନ ହେଇକି ଅଛନ୍ତି, ସେଇଭଳିଆ ବାହାର କଲା ପରେ ସେଇଥିରୁ ଅକ୍ଷର ସୃଷ୍ଟି ହେଲା। ସେତେବେଳେ ଭାଷା, ଅକ୍ଷର, ସାହିତ୍ୟ, ବ୍ୟାକରଣ ଏଗୁଡା ସବୁ କିଛି ନଥିଲା। ସେଇଠୁ ଶବ୍ଦ ସୃଷ୍ଟି ହେଇକି ଡମ୍ବରରୁ ଶବ୍ଦ ବାହାରିଲା। ସେଇ ଯୋଉ 14 ଥର ନବପଞ୍ଚବାର ଯୋଉ ଏମିତି ବଜେଇଲେ ସେଇଥିରୁ ଅକ୍ଷର ବାହାରିଲା। ତାକୁ ସଂଗ୍ରହ କରାହେଲା, ଲେଖା ହେଲା କଣ ନା ଅ ଇ ଉଣ ରୁ ଲୁରୁଖ ଏ ଓଙ୍ଗ ଐ ଔଚ ହୟା ବାରଟ ଲାଣ ନେମୱଣନମ ଝଭନ୍ୟ ଘଡ ଧସ ଜବ ଗଡ ଦଶ ଖ ଫ ଛ ଠ ଥ ଚ ଟ ତ ୱ କପୟ ସ ତାଲବ୍ୟ ସ ମୂର୍ଧନ୍ୟ ସ ଦନ୍ତସ୍ୟ ଅର ହଳନ୍ତ ସ ସ ସ ର ହଲ ଏଇ ସବୁ ବାହାରିଲା। ତେଣୁ ତା ଭିତରୁ ବାହାରିଲା ସେ ଶବ୍ଦ। ସେମାନଙ୍କର କେତେ ଦୂରଦୃଷ୍ଟି, କେତେ ସୂକ୍ଷ୍ମ ଶ୍ରବଣ ଶକ୍ତି, କେତେ ଧ୍ୟାନ କୈନ୍ଦ୍ରିକ, କେତେ ସିଦ୍ଧାନ୍ତ କୈନ୍ଦ୍ରିକ, କେତେ ସ୍ଥିତ ପ୍ରଜ୍ଞ ସେମାନେ। ତା ଭିତରୁ ଶବ୍ଦ ତ ବାଜୁଛି, କଣ ବାଜୁଛି କେମିତି ତା ଭିତରୁ କାଢିବେ, ଏଇ ଜିନିଷ ବାହାର କଲା ପରେ କଣ ହେଲା, ଲେଖା ହେଲା ବ୍ୟାକରଣ। ଆଗ ବ୍ୟାକରଣ ଲେଖା ହେଲା। ଶବ୍ଦ, ଅକ୍ଷରରୁ ଶବ୍ଦ ବା ଅକ୍ଷରରୁ ମାତ୍ରା, ସ୍ୱର, ପୁଣି ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ଅ ଆ ହର୍ଷଇ ଦୀର୍ଘଇ, ବ୍ୟଞ୍ଜନ ବର୍ଣ୍ଣ କ ଖ ଗ ଘ ଙ। ତେଣୁ କୁହାହେଇଛି ପ୍ରଥମେ ନୃତ୍ତାବସାନେ ନଟରାଜ ରାଜୋ ନନାଦ ଢକ୍କାଂ ନବ ପଞ୍ଚବାରମ୍ ଉତ୍ତରତୁ କାମଃ ଶନକାଦି ସିଦ୍ଧାନ ଏତାଦ ବିମର୍ଷେ ଶିବ ସୂତ୍ର ଜାଲମ୍। ଏଇ ଜିନିଷ ସବୁ ବାହାରିଲା। ଏ ହଉଛି ପାଣିନି ଅଷ୍ଟାଧ୍ୟାୟୀ। ଯେତେ ପଣ୍ଡିତ ହୁଅନ୍ତୁ, ଯେତେ ସାହିତ୍ୟିକ ହୁଅନ୍ତୁ, ଯେତେ ଗବେଷକ ହୁଅନ୍ତୁ, ଯେତେ ଯାହା ଗବେଷଣା କରନ୍ତୁ, ଯେତେ ଶାସ୍ତ୍ର ଅଧ୍ୟୟନ କରନ୍ତୁ, ଶାସ୍ତ୍ର ବି ଲେଖନ୍ତୁ, ଶାସ୍ତ୍ର ରଚନା କରନ୍ତୁ, ଯାହା କିଛି କରନ୍ତୁ, ଯଦି ସଂସ୍କୃତ ଜ୍ଞାନ ନାହିଁ, ଯଦି ପାଣିନୀୟ ବ୍ୟାକରଣ ଅଷ୍ଟାଧ୍ୟାୟୀ ଯଦି ସେ ପଢିନାହାନ୍ତି, ପାଣିନୀୟ ବ୍ୟାକରଣ ଅଷ୍ଟାଧ୍ୟାୟୀ ଯଦି ଅଧ୍ୟୟନ କରିନାହାନ୍ତି, ତାହେଲେ ତାଙ୍କ ପାଠର ମୂଲ୍ୟ ଥାଉ ନଥାଉ ସେଟା ବିଚାର ପଛରେ କରିବା, କିନ୍ତୁ ପାଠ ଭିତରେ ଭୁଲ ଅଛି, ତ୍ରୁଟି ଅଛି। ପାଣିନି ଅଷ୍ଟାଧ୍ୟାୟୀ ନ ପଢିକି ତମେ କଣ ଶବ୍ଦ ଉଚ୍ଚାରଣ କରିବ, କଣ ତର୍କ କରିବ, କଣ ଯୁକ୍ତି କରିବ, କଣ ସାହିତ୍ୟ ଆଲୋଚନା କରିବ, ସାହିତ୍ୟିକ ହବ, ବିଚାର ବିମର୍ଶ କରିବ। ସେଥିପାଇଁ ପ୍ରଥମେ ବାବା ସମସ୍ତେ, ଖାଲି ଜଣେ ପାଇଁ ନୁହଁ, ସମଗ୍ର ବିଶ୍ୱ ପାଇଁ, ସବୁ ମଣିଷ ପାଇଁ
ଯେତେ ଅଧ୍ୟୟନରତ ଅଛନ୍ତି ପାଠ ପଢୁଛନ୍ତି ପଢିବା ଆରମ୍ଭ କରୁଛନ୍ତି କହୁଛନ୍ତି ଆମେ ପାଠପଢା ସରିଗଲା। ପାଠପଢା ଯଦି ସରିଗଲା ଅଷ୍ଟାଧ୍ୟାୟୀ ପଢିଛୁ? ଆଜ୍ଞା ନାଇଁ ଅଷ୍ଟାଧ୍ୟାୟୀ କଣ, ମୁଁ ତ ଅଷ୍ଟାଧ୍ୟାୟୀ ଜାଣିନି। ଓହୋ ଜାଣିନୁ, ତାହେଲେ ତୁ ପାଠପଢା ଭିତରେ କଣ ଗୋଟେ ତ୍ରୁଟି ରହିଯାଇଛି ଆଉ, ଏଇଭଳିଆ ଅନୁଭବ କରାଯିବ। ତେଣୁ ଅଷ୍ଟାଧ୍ୟାୟୀ ନିହାତି ଭାବରେ ପାଠ ହବ, ଅଷ୍ଟାଧ୍ୟାୟୀ ନିହାତି ଭାବରେ ପାଠ ହବାର ଆବଶ୍ୟକତା ଅଛି। ଅଷ୍ଟାଧ୍ୟାୟୀ ଅଧ୍ୟୟନ ନକରି କେହି କହିବ କି ମୁଁ ଏଡେ ବଡ ପଣ୍ଡିତ ଏଡେ ବଡ ବିଦ୍ୱାନ, ନାଇଁ ରେ ବାପା କହନା, ଭୁଲ ହବ। ଭୁଲ ହବ, ଥରେ ଭୁଲ ହେଲେ ହଜାର ଭୁଲ ହବ, ସେ ଭୁଲକୁ ଘୋଡେଇବା ପାଇଁ ଆଉ ଲକ୍ଷେ ଭୁଲ କରିବୁ। ନାଇଁ ନାଇଁ ନାଇଁ, ଅଧ୍ୟୟନ କର ଅଷ୍ଟାଧ୍ୟାୟୀ। ମହର୍ଷି ପାଣିନି ବିରଚିତ ଅଷ୍ଟାଧ୍ୟାୟୀ ଅଧ୍ୟୟନ କର, ଅଧ୍ୟୟନ କଲେ ଜାଣ। ବିନା ଅଷ୍ଟାଧ୍ୟାୟୀରେ ପଣ୍ଡିତ ବୋଲି କାହିଁ ନିଜକୁ ବୋଲଉଛୁ କହୁଛୁ? ଆତ୍ମଘୋଷିତ ହେଇଯିବ ସବୁ। ନାଇଁ, ଆତ୍ମଘୋଷିତ ହବାର କିଛି ଦରକାର ନାହିଁ। ବିନା ପାଣିନି ଅଷ୍ଟାଧ୍ୟାୟୀ ଅଧ୍ୟୟନରେ ଜୀବନ ପରିପୂର୍ଣ୍ଣ ନୁହଁ, ପରିପୁଷ୍ଟ ନୁହଁ, ପରିଧନ୍ୟ ନୁହଁ, ପରିସମାପ୍ତ ନୁହଁ, ପରିଲିଖିତ ନୁହଁ। ଅଷ୍ଟାଧ୍ୟାୟୀ ଅଧ୍ୟୟନ କର। ସେଥିପାଇଁ ସମସ୍ତଙ୍କୁ କହେ ଅଷ୍ଟାଧ୍ୟାୟୀ ପଢ। ବିନା ଅଷ୍ଟାଧ୍ୟାୟୀରେ କହୁଛ ଆମେ ବହୁତ ପଢିଛୁ ଅମରକୋଷ ଅଷ୍ଟାଧ୍ୟାୟୀ। ଅଷ୍ଟାଧ୍ୟାୟୀର ସମସ୍ତ ସୂତ୍ର ଗୁଡିକ ଆଗ ଅଧ୍ୟୟନ କରିବ। ସୂତ୍ର କଣ, ସୂତ୍ର ଭିତରେ କଣ ସବୁ ଅଛି, ସେଟା କାହିଁକି ସେ ସୂତ୍ର ସବୁ କରାଯାଇଛି, ସେ ସୂତ୍ର ଦ୍ୱାରା କଣ ତମେ ନିତ୍ୟ ନୈମିତିକ ଦୈନିକ ଜୀବନରେ ତମେ ସବୁ କରୁଛ, କିନ୍ତୁ ତା ଭିତରେ ସୂତ୍ର ଅଷ୍ଟାଧ୍ୟାୟୀ ସୂତ୍ର ଅଧ୍ୟୟନ ନ କରିକି ସେଗୁଡା ତା ଭିତରୁ ତମେ ସମସ୍ତ ତ୍ରୁଟିକୁ ସ୍ୱୀକାର କରିପାରୁନ। କରିବ, ଅଷ୍ଟାଧ୍ୟାୟୀ ପଢିଲା ପରେ ଜାଣିଯିବ ଯେ ହଁ ଆରେ ଏଗୁଡା ମୋର ସବୁ ଭୁଲ ଥିଲା। ଅମରକୋଷ ଅଧ୍ୟୟନ କରିବ, ବ୍ୟାକରଣ ସିଦ୍ଧାନ୍ତ କୌମୁଦୀ ଅଧ୍ୟୟନ କରିବ। ବିନା ବ୍ୟାକରଣରେ କିଛି ହେଇପାରିବନି। ବ୍ୟାକରଣ ଜ୍ଞାନ ଯଦି ନାହିଁ ତାହେଲେ ତେଣୁ ସେ ବ୍ୟାକରଣ ଜ୍ଞାନ ଆସିବ କୋଉଠୁ ନା ଅଷ୍ଟାଧ୍ୟାୟୀରୁ ଆସିବ। ଅଷ୍ଟାଧ୍ୟାୟୀ ଅଧ୍ୟୟନ କର। ଏଥର ବୁଝିହେଲା ତ? ଯଦି ବୁଝିହେଲା ତେବେ କାଲି ଅଷ୍ଟାଧ୍ୟାୟୀ ପାଠ କରିବା ଆରମ୍ଭ କରିଦିଅ। ଅଷ୍ଟାଧ୍ୟାୟୀ ବୈୟାକରଣ ବ୍ୟାକରଣ, ଅଷ୍ଟାଧ୍ୟାୟୀ ବୈୟାକରଣ, ଅଷ୍ଟାଧ୍ୟାୟୀ ବ୍ୟାକରଣ, ଅଷ୍ଟାଧ୍ୟାୟୀ ବ୍ୟାକରଣ। ଅଷ୍ଟାଧ୍ୟାୟୀ ବ୍ୟାକରଣ ହେଉଛନ୍ତି ଆମ ସମସ୍ତଙ୍କର ଜୀବନ ଦର୍ଶନ, ଆମ ସମସ୍ତଙ୍କର ଭାଷା, ଆମ ସମସ୍ତଙ୍କର ଦ୍ୱନ୍ଦ୍ୱ ରହିତ ଶବ୍ଦ ଜ୍ଞାନ, ଆମ ସମସ୍ତଙ୍କର ଦ୍ୱନ୍ଦ୍ୱ ରହିତ ଭାଷା ସାହିତ୍ୟ, ଆମ ସମସ୍ତଙ୍କର ଶବ୍ଦ ଜ୍ଞାନ ଆଉ ସାହିତ୍ୟ ଜ୍ଞାନ, ଜୀବନ ଦର୍ଶନର ହିତାହିତ ଜ୍ଞାନ, ଜୀବନ ମାର୍ଗର ହିତାହିତ ଜ୍ଞାନ, ଜୀବନର ସର୍ବଶ୍ରେଷ୍ଠ ହିତାହିତ ଜ୍ଞାନ, ଜୀବନର ହିତାହିତ ଜ୍ଞାନ। ଅଷ୍ଟାଧ୍ୟାୟୀ ବ୍ୟାକରଣ, ସାହିତ୍ୟିକ ଜ୍ଞାନ, କାବ୍ୟିକ ଜ୍ଞାନ, ଭାଷା ସାହିତ୍ୟ ଆମର अष्टाध्यायी। नमस्ते अष्टाध्यायी, नमस्ते नमस्ते। जिन्होंने भगवान महेश्वर शंकर जी से अक्षर समामनाय अ से ह तक की वर्णमाला प्राप्त की, उन महामुनि पाणिनि जी को नमस्कार करता हूँ। इतना ही नहीं, जिन पाणिनि ने स्वच्छ शब्द रूपी जल से मानव मात्र की वाणी को प्रक्षालित किया अर्थात स्वच्छ किया तथा अज्ञान से उत्पन्न अंधकार को दूर किया, उनको नमस्कार करता हूँ। अपरंच व्याकरण शास्त्र के प्रणेता त्रिमुनियों में वाक्यकार अर्थात वृत्तिकार बररुचि, भाष्यकार पतंजलि एवं मूल सूत्रकार पाणिनि को सादर प्रणाम करता हूँ। त्रयमुनि तीन जन जो अछंती से माने व्याकरण शास्त्र प्रणेता तीन जन त्रिमुनि, वाक्यकार अर्थात वृत्तिकार तांको ना हला बररुचि, भाष्यकार बुझेले से भल भाव जे पतंजलि, आ मूल सूत्रकार सूत्र तैयारी कले पाणिनि। ये तीन जन को नेकी अष्टाध्यायी सृष्टि होइछन्ति। तेणु ये त्रय मुनि को सभक्ति ससंभ्रमे सश्रद्धा सभक्ति साष्टांग आभूम शरण आभूम प्रणाम। जीवन व्यापी आभूम प्रणाम, आभूम दंडवत, आभूम साष्टांग दंडवत प्रणाम। जीवन व्यापी आभूम दंडवत साष्टांग प्रणाम। जीवन व्यापी आभूम दंडवत साष्टांग प्रणाम। आंभर मानव जीवन व्यापी साष्टांग आभूम दंडवत प्रणाम। साष्टांग आभूम दंडवत प्रणाम।